ମୁଁ ତ ଉଠି ସାରିଲିଣି। ଉଠିକି ଫ୍ରେଶନ୍ ଅପ୍ ହେଲି। ମୋର ଡେଲି ରୁଟିନ୍ ଯାହା ସବୁ କରିବା କଥା କରିସାରିଲିଣି। ଏ ବାପ ପୁଅ ଶୋଇଛନ୍ତି। ଟିକେ ଦେଖନ୍ତୁ, ଗୋଟେ ବ୍ଲାଙ୍କେଟ୍ ବିଛେଇଛନ୍ତି, ଆଉ ଦୁଇଟା ବ୍ଲାଙ୍କେଟ୍ ଘୋଡ଼େଇ ହେଇଛନ୍ତି। ଏତେ ଶୀତ ଏ ବାପ ପୁଅଙ୍କୁ। ମୁଁ ଏବେ ଯିବି ଚା ବସେଇବି। ଚା ବସେଇ ସାରିକି ତାପରେ ଏମାନଙ୍କୁ ଉଠେଇବି। ମୋ କଣ୍ଢେଇ ପାଇଁ ବି ଆଜି ଟିକେ ଚା ବସେଇବି। ତାକୁ ଭାରି ଜୋରରେ ଥଣ୍ଡା ହେଇଯାଇଛି, ଜମାରୁ ବି ତାକୁ ଭଲ ଲାଗୁନି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ମା ସନ୍ତୋଷୀ। ଆପଣମାନଙ୍କୁ ଆଉ ଏକ ନୂଆ ବ୍ଲଗ୍ରେ ଅନେକ ଅନେକ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ମାଆଙ୍କ କୃପାରେ ଆମମାନେ ବି ସବୁ ଭଲରେ ଅଛୁ। ଆଜି ତ ରବିବାର। ବ୍ଲଗ୍ଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ସବୁଦିନ ପରେ ସେ ଗୋଟେ ରିକ୍ୱେଷ୍ଟ, ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ରେ ଦେଖୁଥିଲେ ଫଲୋ କରନ୍ତୁ, ଭିଡ଼ିଓ ଗୁଡ଼ିକ ଲାଇକ୍ କମେଣ୍ଟ ସେୟାର କରିବା ସାଙ୍ଗରେ ସ୍କିପ୍ ନ କରିକି ନିଶ୍ଚୟ ଶେଷ ଯାଏଁ ଦେଖନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିବେ, ଯାହାଫଳରେ ମୁଁ ଆଗାମୀ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଏବେ ତ ଏଇ 3-4 ଦିନ ହେଲାଣି ଯେଉଁ ଭଳିଆ ଶୀତ ପଡ଼ୁଛି କୁହନ୍ତୁନି। ଚା ତ ହେଇଗଲାଣି, ଛାଣି ବି ଦେଲି। କଣ୍ଢେଇ ତ ମୋର ଉଠିକି ବ୍ରସ୍ କଲାଣି। ସେମାନଙ୍କୁ ଏଠି ଦେଇଦେବି ଚା। ମୁଁ ଯାଇକି ଖରାରେ ଟିକେ ବସିକି ଚା ପିଇବି। ଏ ଥଣ୍ଡା ପାଇଁ ନା ଅଣ୍ଟାଟା ବି ଟିକେ ପେନ୍ ହେଉଛି। ଏ ବାପ ପୁଅଙ୍କୁ ତ ଥଣ୍ଡା ଛାଡ଼ୁନି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ଆଜି କଣ୍ଢେଇ ବି ଚା ପିଇବ। ଟିକେ ଦେଖିବାକୁ ତ ନାକଟା ଟିକେ ଦେଖା, ପୁରା କେମିତି ଲାଲ ପଡ଼ିଛି ସେ ନାକ ଥଣ୍ଡାକୁ। ଏତେ ଜୋର ଥଣ୍ଡା। ପାଣି ପିଇଥିଲୁ ନା ସିନା? ତମେ ପାଣି ପିଇଛ? ଚା ତ ରୁହ ଆଣିକି ଦଉଛି। ଏ ବାବା, କାଲି ତୁ ତମ୍ବା ବୋଟଲରେ ପାଣି ରଖିନଥିଲୁ। ଏଇଟା ମାନେ ରସୁଣ ଅଳେଇଚ ପକେଇଛି। ରସୁଣ ଚାରେ ପକେଇବୁନି କଣ? ଅଦା ପିଆଜ ରସୁଣ ସବୁ ବାଟିକି ଚାରେ ଦେଇଦେବି। ଅଳେଇଚ ଟିକେ ପକେଇଛି। ଗୋଲମରିଚ ଆଉ ଲବଙ୍ଗ ଦେଇଥିଲେ ବେଶୀ ଭଲ ହେଇଥାନ୍ତା। ତୁ ପିଇବୁନି କହିକି ଦେଲିନି, ନହେଲେ ତ ଆଉ ଟିକେ ଭଲ ଲାଗିଥାନ୍ତା। ଖାଲି ଅଳେଇଚ ଦେଲି। ଟିକେ ଗୋଲମରିଚ ଦେଇଥିଲେ ମାନେ ବେକକୁ ବି ବଢ଼ିଆ ଲାଗିଥାନ୍ତା, ଟିକେ ରାଗ ରାଗ ହେଇକି ଭଲ ଲାଗିଥାନ୍ତା। ତୁ ପିଇବୁନି ନା ବା। ମୋ ଚା ଥଣ୍ଡା ହେଇଯିବ ତମମାନଙ୍କ ଚକ୍କରରେ। ମୁଁ ଯାଏ ଖରାରେ ବସିକି ପିଇବି। ବାସି କାମ ତ ସବୁ ସରିଗଲାଣି। ଏବେ ପୁଅ ପାଇଁ ଟିକେ ବ୍ରେକଫାଷ୍ଟ ଚକୁଳି ବନେଇବି, ତାକୁ ଖାଇବା ପାଇଁ ଦେଇଦେଇକି ଯିବି ଗାଧେଇବି, ତାପରେ ପୂଜା ପାଠ ହେବ। ତାୱାଟା ବି ବସାଇ ଦେଲିଣି। ଏ ଶୀତକୁ ତ ପୁରା କାମ କରିବାକୁ ଯେଉଁ ହିଂଜା ଲାଗୁଛି କୁହନ୍ତୁନି। ଖାଲି ଛେଳିକି ପାଣି ଟାଣିଲା ଭଳିଆ ଲାଗୁଛି, କିନ୍ତୁ ନ କଲେ ତ ନହେବ। ମାନେ 6ଟାର କାମଟା 7ଟାରେ କରିବେ, କିନ୍ତୁ କରିବା ପାଇଁ ପଡ଼ିବ। ତ ଡାଏଟ୍ ପୁରା ଇଏ ହେଇଗଲା। ହଁ ଡାଏଟ୍ ତମେ ଦିଅ ନା, ମୁଁ ବାହାରେ ଥୋଡ଼ି ଖାଇବି। କେତେବେଳେ କହୁଛି ତେଲ ତେଲ କରିକି ଦିଅ, କେତେବେଳେ କହୁଛି ବିନା ତେଲରେ କରିକି ଦିଅ। ମାନେ ମନ ଇଚ୍ଛା ନା। ଏମିତି ତେଲ ତେଲ ଚକୁଳି କରିଦେଲେ ସେ ଗରମ ଗରମ ଖାଲି ଖାଇଦେବ, ତା ପାଇଁ କିଛି ଆଉ ଦରକାର ପଡ଼ିବନି ତାକୁ। କ'ଣ କହିଲୁ? ଆସନଟା ପକେଇଦେ। ପୁରା ଛାଣି ହେଲା ଭଳିଆ ହେଇଯାଉଛି ବାବୁ। ଚଳିବ ତ ଏତିକି ତେଲ? ମ୍ୟାନେଜ କରିଦେବ। ତାକୁ ଏଇ ରୋଷେଇ ଘର ଦୁଆର ମୁହଁରେ ଦେଇଦେଇଛି ଖାଇବାକୁ। ଗୋଟେ ଖାଇସାରିଲାଣି, ଆଉ ଗୋଟେ ମାନେ ସେମିତି ଗରମ ଗରମ ଦେଇଦେଲେ ତାକୁ ଆଉ କିଛି ଦରକାର ନାହିଁ। ଖାଲି ତେଲ ବେଶିକି ପଡ଼ିଥିବା ଦରକାର। ସୋରିଷ ତେଲ ପକେଇଲେ ଖାଇବନି, ରିଫାଇନ୍ ତେଲ ଦେଲେ ଖାଇବ। ଭଲ ଲାଗୁଛି ତ ବାବୁ? ବାସ୍ନା ବି ବଢ଼ିଆ ହେଉଛି ମାନେ କଲାବେଳକୁ। ପୁଅକୁ ତ କରିକି ଖାଇବା ପାଇଁ ଦେଇଦେଲି। ମୋ ପାଇଁ ବି ଗରମ ପାଣି ବସିଦେଇଛି। ଗରମ ପାଣିଟା ହେଲା ଭିତରେ ଯିବି ଟିକେ ମୁଣ୍ଡରେ ତେଲ ଲଗେଇଦେବି। ଏଠି ସପ୍ତାହ ହେଲା ମୁଣ୍ଡକୁ ତେଲ ଯାଇନି। ମୁଣ୍ଡରେ ତେଲ ଲଗେଇଲା ଭିତରେ ଗରମ ପାଣିଟା ହେଇଯାଇଥିବ, ତାପରେ ଗାଧେଇବି, ତାପରେ ପୂଜା ପାଠ ହେବ ଆଉ। ପୂଜା ପାଠ ତ ସବୁ ସରିଗଲାଣି। ଇଏ ବି ତାଙ୍କର ମାର୍କେଟିଂ ପାଇଁ ମାର୍କେଟ ଗଲେଣି। ମୁଁ ତ ଭାତ ବସାଇ ଦେଇଛି। ଯିବି ଏବେ ଟିକେ ମସଲା ମସଲି ସବୁ ରେଡ଼ି କରିଦେବି, ତାପରେ ଯାଇକି ବ୍ରେକଫାଷ୍ଟ କରିବି। ଭାତରେ ଟିକେ ପାଣି କମିଯାଇଛି, ପାଣି ଦେବ। ଭାତଟା ହେଇଗଲାଣି ଯେ ଆଉ 10 ମିନିଟ୍ ଭିତରେ ହେଇଯିବ। ଉଷୁନା ଚାଉଳ ତ ଟିକେ ସମୟ ଲାଗିବ ହେବା ପାଇଁ। ତାପରେ ଏ ଚାଉଳ ରହିକି ପୁରୁଣା ହେଇଗଲାଣି। ମସଲା ପକେଇବି କହୁଥିଲି କ'ଣ, ଗାଧେଇକି ଲୁଗା ଶୁଖେଇବି। ଯାଉଛି ଆଗରେ ଲୁଗା ଶୁଖେଇବି, ତାପରେ ଯାଇକି ମସଲା ରେଡ଼ି କରିବି। ମସଲା ତ ବାଟି ସାରିଲିଣି। ମସଲାରେ ମୁଁ ଜିରା, ଧନିଆ, ଅଦା, ରସୁଣ, ପିଆଜ ବାଟିଛି।
एठी मु परिवा पत्र भी काटि देछि परिवार मु बंधाकोबी आलू काटिछि आ माछ तरकारी पई मु आलू काटि देछि लंच रे आज मु बंधाकोबी माछ मुंडा देखि छेंचड़ा करिवि आ दही माछ करिवि बेडरूम रो लाइट टा जळुनी जानिछ ना बा तमे भी जानिछ हां क्षीरटा नहीं जा ओटे जगह आण माछटा नबा माछटा केन आनिछ कि ए पछपटे अंगा गाड़ी पछोटा आनिछ तो हां जगह आनुछ ए नियो धर धर मुंडा मु अपेक्षा करिबि ना पळेबि हाँ कौन कह शुभिलानी पर्दा उठे देछि सी क्षीर आणिक छाणीदेले मुझे गरम करने बसई देछि एठी आम दी जन पर परोटा करछि ब्रेकफास्ट करिबु कहिकी ब्रेकफास्ट टाइम ओवर हो गलानी किंतु कौन करिबु काम तो सरुनी आ गोटे पर गोटे काम लगिक रही ये तो माछ को धोकी परिष्कार कर देलनी एबे इथरे लूण हळदी दे देबी किछटा माछ को मसला देके भाजीबी से जहाँ जहाँ मसला नहीं आप मन कही दूची बेसन आरारूट लंका गुंड अदा रसुण पियाज जो जीरा धनिया बाटी तार पेस्ट हलदी आ लुण हलदी लुण अल्प अल्प नहीं कारण माछर गोला हो जाइए एथरे टिके लेंबू रस चिपुड़ी देवी माछ आसला कि नहीं बिलेई रेडी मसला गुड़ा सब बढ़िया से गोले देते एवं मछर गोले दौरान एक अध घंटे रू घंटे पर्यटन मेरीनेट पर छाड़ीदे ता भर माछ भजा माछ तरकारी होपर एक भाजा ना से भर मेरीनेसन भी हो मु माछ तरकारी आलू भाजुची मु तो सेपटे माछ तरकारी मसलाटा बनईदेवी एपटे ये माछ भाजदेवे से फ्राइंग पैन बस तेल देदेली तेल तो गरम भी होगला आलू सब तो भाजी होगलानी एबे को बाहर करदेवी आलू सब तो बाहर करदेली कड़े तो तेल अच्छी से तेल रे प्याज काटिक रखी देदेवी प्याज तो आम पूरा भाजी होगलानी एबे जो मसला बाटिक रखी देदेवी मसला तो कौन कौन बाटी आप कही एबे लुण देदेवी हलदी एथिरे राग लंका गुंड अच्छी और काश्मीर लंका गुंड अच्छी दुईटा देदेवी मसला तो आमर 50% भाया कषि होगलानी एबे टमाटर और कंचा लंका काटिक रखी ताकू देदेवी एबे गरम मसला गुंड देदेवी प्लेन माछ भजा तो सब कंप्लीट होगला सेपटे मो मसला कषुचे टाइम लगे किंतु भैया गोटे कम कर ना जो मसला गोल रखा सी तो मेरीनेट होगला समय भी बहुत है भाजदबा कि खाला बेलू ठंडा हो कौन करवा अपेक्षा भी करहबनी बेल भी है ना जो मसला गोला रखा से माछ गुड़ा दे देते मसला तो बढ़िया से कषि होगला मु तो दही माछ कर कंडीशन रे दही फेंटिक रखी देदेवी एथिरे 2-4टा चीनी भी देछि फ्लेवर पाई दही पकेकी कंटिन्यूअसली न चलेले दही छिड़ी जीवार डर थाए दही माछरे आलू पकाया कथा नुह पकेले भी चलिबो किंतु आमे तो ओडिया आमु टिके तरकारी पत्र आलू नहेले चलिबोनी दही पकईकी तो मसला कषिबार 3-4 मिनट पर होगला एबे जो आलू भाजिक रखली ताकू देदेवी आलू देकी भी 2-4 मिनट आउरी कषिबी यही मसला तरकारी सब तो जिते कषिबे सेते भल आ मसला तो कषि होगला एबे तरकारी को बाड़ी पटक नहीं जी सेपटे तो माछ भजा भी सब कंप्लीट होगला
ଏବେ ବନ୍ଧାକୋବି ଛେଞ୍ଚଡ଼ାଟା ହେଉଛି। ସିଆଡ଼େ ତ ମସଲା କଷିକି ବନ୍ଧାକୋବି ସିଝେଇକି ନେଇ ଆସିଥିଲେ, ମୁଣ୍ଡକୁ ଏ ଭାଙ୍ଗି ଦେଇଥିଲେ, ଏବେ ଦେଇକି କଷୁଛନ୍ତି ତା ଦେହରେ। ଟିକେ ଧର ନହେଲେ ପଡ଼ିଯିବ। କିଛି ହବନି। ହଁ କିଛି ହେଇଗଲେ ଏଇ ଶୀତ ଦିନରେ ଟିକେ ବନ୍ଧାକୋବି ମାଛ ମୁଣ୍ଡ ଛେଞ୍ଚଡ଼ା ଖାଇଲେ ଭଲ ଲାଗେ। ତରକାରୀରେ ତ ପାଣି ଦେଇ ଦେଇଥିଲେ, ତରକାରୀ ଫୁଟି ବି ଗଲାଣି, ଆଳୁ ଗୁଡ଼ା ବି ସିଝିଗଲାଣି। ଏବେ ମାଛ ସବୁ ଦେଇଦେବେ। ଦି ଚାରି ମିନିଟ୍ ଫୁଟିଗଲେ ତରକାରୀ ରେଡ଼ି ହେଇଯିବ ନା। ଟିକେ ଚଲେଇ ଦିଅ, ଟିକେ ଚଲେଇ ଦିଅ, ହାଲକା ହାତରେ ଚଲେଇବ। ବାସ୍ ଟିକେ ଫୁଟିଯାଉ, ହେଇଯିବ। ତରକାରୀ ତ ହେଇଗଲାଣି, ବନ୍ଦ ବି କରିଦେଇଛନ୍ତି। ଏବେ ଧନିଆ ପତ୍ର କାଟିକି ରଖିଛି, ଦେଇଦେବେ ଉପରୁ। ଆଖିକି ତ ବଢ଼ିଆ ଦେଖାଯାଉଛି ନା ଭାଇ? ଦେଖାଯାଉ ଟେଷ୍ଟ କେମିତି ହେଇଛି। ରୋଷେଇବାସ ତ ସବୁ ସରିଲାଣି, ଖାଇବା ପାଇଁ ବି ବଢ଼ା ବଢ଼ି କରିଦେଇଛି। ଖାଇବାଟା ଗୋଟେ ପାଖରୁ ଦେଖେଇ ଦେଉଛି। ଭାତ, ମସଲା ଦିଆ ମାଛ ଭଜା, ଦହି ମାଛ, ଆଉ ବନ୍ଧାକୋବି ମାଛ ମୁଣ୍ଡ ଛେଞ୍ଚଡ଼ା, ଟମାଟର ଖଟା। କଣ୍ଢେଇ ଖାଇବନି କହିକି ଛେଞ୍ଚଡ଼ା ତାକୁ ଦେଇନି। ଏଟା ହେଲା ମୋ ସଣ୍ଡେର ଲଞ୍ଚ। କଣ୍ଢେଇର ତା ବାବାର ତ ଖାଇବା ଆରମ୍ଭ କଲେଣି। ତରକାରୀ ପତ୍ର ସବୁ କେମିତି ହେଇଛି ଟିକେ କୁହ। ଏକ ନମ୍ବର ହେଇଛି ଛେଚାଡ଼ାଟା ମାର୍ଭଲସ୍। ଆଉ ଦହି ମାଛ ଗୋଟେ ୟୁନିକ୍ ଲାଗୁଛି, ବଢ଼ିଆ ଲାଗୁଛି। ଦହି ମାଛ ବହୁତ ବଢିଆ ଲାଗୁଛି, ନର୍ମାଲ ମାଛ ତରକାରୀଠୁ ବହୁତ ଭଲ ଲାଗୁଛି। ଏମାନେ ତ ସବୁ ଖାଇଲେଣି, ମୁଁ ବି ଯାଉଛି ତାଙ୍କ ସାଙ୍ଗେ ଖାଇ ବସିବି। ବାବା ତୋ ପାଇଁ ସ୍ପେଶାଲି ମସଲା ଦେଇକି ମାଛ ଭାଜିଲି, ସେଟା କେମିତି ହେଇଛି କହିଲୁନି ତ? ଗୋଟେ ଦିନେ ବାବା ଗୋଟେ ହୋଟେଲରୁ ଆଣିଥିଲେ, ମୁଁ କହିଥିଲି ତମେ ଏମିତି ବନେଇ ପାରିବନି। ବାପରେ ତାଠୁ ବି ଗଜବ ବନେଇଛ। ଆଉ କହୁଥିଲୁ ମାମା ବନେଇ ପାରିବନି ନା, ମାମା ତାହେଲେ ବନେଇଦେଲା ନା। ଖାଇକି ତ ଆସିଗଲୁଣି, ସମୟ ଏବେ 3:50 ହେଇଗଲାଣି। କଣ୍ଢେଇ ତାର ଖାଇକି ଆସିକି ଶୋଇଲାଣି, ତା ବାବା ବି ଗଡ଼ୁଛନ୍ତି। ତରକାରୀ ପତ୍ର ତ ସବୁ ବଢ଼ିଆ ହେଇଥିଲା, ବଢ଼ିଆ ହେଇଥିଲା ସତ। ଆଇଁଷ କଲେ ଏତେ ପରିଶ୍ରମ ହେଇଯାଏ ଯେ ଆଉ ଖାଇବାର ମଜା ହିଁ ନେଇ ହୁଏନି ନା। ଆଇଁଷ ଖାଇବାକୁ ଇଚ୍ଛା ଥାଏ, କିନ୍ତୁ ଅଳ୍ପ ଟିକେ ଖାଇଦେଲା ପରେ ସେ ଇଚ୍ଛା ହିଁ ମରିଯାଏ। ଇଚ୍ଛା ଯେ ମୋର ଯାଉ, ସେ ଯୋଉ ପରିଶ୍ରମ ହେଇଥାଏ ପୁରା ମୋ ଖୁଆ ଖସିଗଲାଣି ପୁରା। ଆଉ ଆଇଁଷ 2-4 ରକମ ହେଇଗଲେ ଆହୁରି ପରିଶ୍ରମ ହେଇଯାଏ। ଏଇଠି ବାଜିଯିବ, ଏଇଠି ଇଏ ହେଇଯିବ, ଏଠି ଧୋ, ଏଠି ପୋଛେ, ସେତିକି ମାନିକି କଲା ବେଳକୁ ଟିକେ ଆମକୁ ଟିକେ ଲାଗୁଛି ପୁରା ଟାସ୍କ ହେଇଯାଉଛି। ଏବେ 2-4 ମିନିଟ୍ ବସିବୁ କ'ଣ, ତା ଭିତରେ ଯେତିକି ହବ ଭିଡ଼ିଓ ଗୁଡ଼ାକ ଏଡ଼ିଟିଂ କରିଦେବି। ତାପରେ ଯେତିକି ଭିଡ଼ିଓ ଏଡ଼ିଟିଂ ହେଇଥିବ ଯିବି ଘର ଝାଡ଼ୁ କରିବି। ନ ବସିଲେ ଆଉ ଘର ଝାଡ଼ୁ କରିପାରିବି, ମୋର ଏତେ ଥକା ଲାଗିଲାଣି। ବ୍ଲଗ୍ଟି ତାହେଲେ ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣଙ୍କୁ ପସନ୍ଦ ଆସିବ। ବ୍ଲଗ୍ଟି ପସନ୍ଦ ଆସିଲେ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲି। ଜୟ ମା ସନ୍ତୋଷୀ। ଜୟ ଜଗନ୍ନାଥ।